ମୁଁ କୌଣସି ଦଳରେ ନାହିଁ। ମୁଁ ସ୍ୱାଧୀନରେ ଲଢ଼ିବି। ଏଇଟା ହେଉଛି ସ୍ୱାଭିମାନ ମାଟି, ଖୋର୍ଦ୍ଧା ମାଟି, ପାଇକ ମାଟି। ଏ ମାଟି କଥା କହିବି। ଠିକ୍ ଅଛି, ମୁଁ ପଞ୍ଚାୟତ ସ୍ତରର ନେତା। ମୁଁ ସାଧାରଣ ୱାର୍ଡ଼ ମେମ୍ବରଟେ ମୋ ପଞ୍ଚାୟତରେ ହେଇଥିଲି, ଆଗେ ସମିତି ମେମ୍ବର ହେଇଥିଲି, ସରପଞ୍ଚ ବି ହେଇଥିଲି ଏବଂ ମୁଁ ଗ୍ରାଉଣ୍ଡ ଲେବୁଲରେ ସାଧାରଣ ଗରିବ ଲୋକଙ୍କ ସାଙ୍ଗରେ କାମ କରିକି ପଦପଦବୀ ପାଇକି ଆଇଛି। ଯାହା ଯଦି ମୋତେ ସେ 5,000 ଭୋଟ ପାଇଥାଏ ବୋଲି କହୁଛନ୍ତି, ଠିକ୍ ଅଛି। ସେ ଯଦି ନେତା ପ୍ରକୃତ ହେଇଥାନ୍ତେ, ଆଜି ନବୀନ ପଟ୍ଟନାୟକଙ୍କ ସକାଶେ ସେ ନେତା। କିନ୍ତୁ ଦେଖନ୍ତୁ, ସେ ଆଜି ବେଗୁନିଆରୁ ଠିଆ ହେଲେ, କାଲି ଚିଲିକାରୁ ଠିଆ ହେଲେ, ଆଜି ବି ଆସିକି ଆଉ ଗୋଟେ ଦଳକୁ ଡିଆଁ ମାରିକି ଖୋର୍ଦ୍ଧାରୁ ଠିଆ ହେଇଥିଲେ। ସେ ଦଳରୁ ଛାଡ଼ିକି ଆସନ୍ତୁ। ଆମେ ଯଦି ପ୍ରକୃତ ଠିକ୍ ନେତା ହେଇଥିବା, ଆମେ ଦୁଇ ଜଣ ଯାକ ଲଢ଼େଇ କରିବା। ତୁମେ କେତେ ଭୋଟ ପାଉଛ ଆଉ ମୁଁ କେତେ ଭୋଟ ପାଉଛି। ଯଦି ତଳ ସ୍ତରର ନେତା ଯଦି ଭୋଟ ନାହିଁ, ଜଣେ ବୁଲି ବୁଲି ଏଠିକି ସେଠିକି ଡେହିଁକି ଯିବା ଲୋକ 4 ଥର ସେ ଦଳ ରିଜେକ୍ଟ ଲୋକ ବୋଲି ତାକୁ ଏଠି ସେଠି ଠିଆ କଲା। ଲାଷ୍ଟ ବେଳକୁ ତାକୁ ଦଳରୁ କାଢ଼ିଦେଲା, ବହିଷ୍କାର କଲା ଦଳ। ତାହେଲେ ସେ କି ନେତା? ଯେଉଁଠି ଯିବ ସେଠି ଝାମେଲା, ଯେଉଁଠି ଯିବ ଗଣ୍ଡଗୋଳ। ଲୋକଙ୍କୁ ଦେଖିଦେବେ, କାଲି ଆପଣ ତ ମିଡ଼ିଆ ବାଲା ଦେଖିଦେବେ, କାଲି ଲୋକଙ୍କୁ ଖଣ୍ଡା ଦେଖୁଛନ୍ତି ଗୋଟେ ଆଡ଼ୁ ବୁଲିକି। ବିଭିନ୍ନ ପ୍ରକାର ତାଙ୍କର ଅସୁବିଧା। ସିଏ ଠିକ୍ ନେତା ନୁହଁ। ଆମେ ସାଧାରଣ ଗରିବ ଘର, ଚାଷୀ ଘରର ପିଲା। ଆମେ ହେଉଛୁ ଠିକ୍ ନେତା। ସେ ଯେଉଁ କହିଲେ 5,000 ଭୋଟ, 5,000 କଥା ନୁହଁ। ଗ୍ରାଉଣ୍ଡ ଲେବୁଲ୍ ଯଦି ସେ ରାଜନୀତି ଛାଡ଼ିକି ଆସନ୍ତୁ ଦଳ, ଏଇଠି ଲଢ଼ିବା। ତାଙ୍କ ସାଙ୍ଗରେ କେତେ ଲୋକ ରହୁଛନ୍ତି ଏବଂ କାଳୁ ଖଣ୍ଡେଇତା ସାଙ୍ଗରେ କେତେ ଲୋକ ରହୁଛନ୍ତି, ସେ ଦେଖିବେ। ଯେତେବେଳେ ମୁଁ ଭାରତୀୟ ପାର୍ଟିରୁ ରିଜାଇନ୍ ଦେଇଛି, ଭାରତୀୟ ଜନତା ପାର୍ଟିରୁ, ମୋର ହଜାର ହଜାର କର୍ମୀ ଭାଇମାନେ ଅଛନ୍ତି ମୋ ନିର୍ବାଚନ ମଣ୍ଡଳୀରେ, ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ। ସେମାନଙ୍କୁ ପରାମର୍ଶ ନେଲି, ପୁରା ଭଲ ଭାବରେ ତାଙ୍କ ସାଙ୍ଗରେ ବସିଲି ଏବଂ ମୁଁ 6 ତାରିଖ ଦିନ 15,000 ରୁ 20,000 ଲୋକ ନେଇ ମୁଁ ନୋମିନେସନ୍ ଫାଇଲ୍ କରିବି। ଦେଖନ୍ତୁ, ଭାରତୀୟ ଜନତା ପାର୍ଟିରେ ମୁଁ 10 ବର୍ଷ କାମ କଲି। 10 ବର୍ଷ ନିରବଚ୍ଛିନ୍ନରେ ମୋ ପରିଶ୍ରମ ରୋଜଗାରରୁ ମୁଁ ଟଙ୍କାଟିଏ ହେଉଛି ଦଳରେ ଲଗେଇକି ମୁଁ ଦିନ ରାତି କାମ କଲି। କାମ କରିବା ପରେ ଆପଣମାନେ ଦେଖିଦେବେ 75,000 2019ରେ ଭୋଟ ପାଇଥିଲି। ଏଠି ଯଦି ଅର୍ଥ କାରବାର ହେଇନି, ଆପଣ ଭାବୁଛନ୍ତି କି ମୁଁ ଏଇଟା ମାନେ ମୋତେ ତ ଟଙ୍କା ମାଗୁଥିଲେ, କାହିଁ ଏଥିରେ ପଇସା ନ ନେଇକି ସେ ଟିକେଟ୍ ନ ଦେଇଛନ୍ତି ବୋଲି ଆପଣ ଭାବୁଛନ୍ତି? ଏ ଦଳ କ'ଣ ଅଛି ଆଜ୍ଞା? ଗୋଟେ 5,000 ଭୋଟ ପାଇବା ଲୋକ ବେଗୁନିଆରେ ସେ ଟିକେଟ୍ ପାଉଛି। ଚିନ୍ତା କଲେ ଦଳର ସମସ୍ତେ ସେମିତି ନା କେତେ ଜଣଙ୍କ ଚକ୍ରାନ୍ତରେ ଆପଣ କରୁଛନ୍ତି? କିଛି ନିର୍ଦ୍ଦିଷ୍ଟ ଚକ୍ରାନ୍ତ? ଗୋଟିଏ ଲୋକର ନିଜ ଚକ୍ରାନ୍ତ, ଅପରିଚିତ ଷଡ଼୍ୟନ୍ତ୍ର। କେବଳ ସେ ପଇସା ପତ୍ର କାରବାର କରନ୍ତି। ମୁଁ ଜାଣିଛି ଯେ ପଇସା ନିଅନ୍ତି ଏବଂ ପଇସା ଖାଆନ୍ତି। ସାଧାରଣ ମୁଁ ଆପଣଙ୍କୁ କହିଥିଲି ସେ ମଞ୍ଚରେ, ARSS କମାଣ୍ଡରୁ 10,000 ଲୋକ 10,000 ଟଙ୍କା ଆସିଥିଲେ, କଲେକ୍ଟର ଥିଲେ, ନେଇଥିଲେ। ମୁଁ ନିଜେ ଦେଇଛି। ଆପଣମାନେ 6 ତାରିଖ ଦିନ ଯେତେବେଳେ ଜନସମୁଦ୍ର ଦେଖିବେ, ସେତିକିବେଳେ ଦେଖିବେ ସ୍ୱାଧୀନ ଏମ୍ପିକି ବି ଆପଣମାନେ ଦେଖିବେ। ମୁଁ କୌଣସି ଦଳରେ ନାହିଁ। ମୁଁ ସ୍ୱାଧୀନରେ ଲଢ଼ିବି। ଏଇଟା ହେଉଛି ସ୍ୱାଭିମାନ ମାଟି, ଖୋର୍ଦ୍ଧା ମାଟି, ପାଇକ ମାଟି। ଏ ମାଟି କଥା କହିବି। କିଛି ନାହିଁ। ତାଙ୍କ ସଂସ୍ପର୍ଶରେ ମୁଁ ଯାଇକି ପଚାରିଲି ଯେ ମୁଁ ଭାଇ ଏମ୍ପିରେ ଠିଆ ହେଉଛି। ମୁଁ କହିଲି ଯିବା, 2 ଭାଇ ଯାକ ମିଶିବା। ମୋତେ ତ ଅବସ୍ଥା ଭଲ, ଯେଉଁ ପରେ ଅବସ୍ଥା କଲେ ଆପଣ ଜାଣିଛନ୍ତି। ଆସନ୍ତୁ, ଆମେ ସମସ୍ତେ ମିଶିକି ମିଳିତ ଲଢ଼େଇ କରିବା। हेलो 10th एग्जामिनीज आपण मैंने एमती एक स्कूल खोजुंट कि जो इंटीग्रेटेड कोचिंग पाई परिबे तेबे टीएससी गुरुकुल जोग दियंतु जा एकेडमिक लर्निंग पार्टनर फिजिक्स वाला सहित अनुमोदित। कॉल 9438782020।